ଅବସ୍ଥା କ'ଣ ଆପଣମାନେ ଜାଣିଥିବେ ବା ଶୁଣିଥିବେ କାହିଁ କେତେ କାଳରୁ ଏ ରଥଯାତ୍ରା ଚାଲି ଆସୁଛି। ଯେତେବେଳେ କଳାପାହାଡ଼ ଶ୍ରୀଜୀଉଙ୍କୁ ନେଇ ଗଙ୍ଗା କୂଳରେ ଦାହ କରିଥିଲା, ଆମ ଅଞ୍ଚଳର ପ୍ରସିଦ୍ଧ ଦିବ୍ୟ ପୁରୁଷ ବିଶ୍ୱର ମହାନ୍ତି ସେ ମୃଦଙ୍ଗରେ ସେ ଦାରୁ ବ୍ରହ୍ମକୁ ଆଣିକିରି ଏହି ସମୁଦ୍ର କୂଳକୁ ଆସିଥିଲେ। ଆପଣ ଦେଖିଥିବେ ଗଡ଼କୁଜଙ୍ଗରେ ସୁଭଦ୍ରା କ୍ଷେତ୍ର, ସେଠି ଗଡ଼କୁଜଙ୍ଗରେ ମନ୍ଦିର, ତାପରେ ଆସି ଏଠି ପହଞ୍ଚିଲେ। ଏଇଟା ଝାଡ଼ ଜଙ୍ଗଲ ଥିଲା, ଏଠି ଝାଡ଼ୁଆ ଜଗନ୍ନାଥ ବୋଲି ଏଠି ପ୍ରସିଦ୍ଧ। ସେତେବେଳର ରାଜା ଚକ୍ରବର୍ତ୍ତୀ ମଙ୍ଗରାଜ ମହୋଦୟ ସେ ତାଙ୍କୁ ସ୍ୱାଗତ କଲେ, ଆଉ ତାଙ୍କର ରହିବା ଆଉ ସମସ୍ତ ବ୍ୟବସ୍ଥା କରି ପୁରୀ ରାଜାଙ୍କୁ ଏ ବାବଦରେ ଖବର ଦେଲେ। ପୁରୀ ରାଜା ଏଠିକି ଆସିକି ଏଠୁ ଠାକୁର ଯାଇଥିଲେ ପୁରୀ। ତେଣୁ ସେଇଦିନ ଠାରୁ ସେ ମଙ୍ଗରାଜ ରାଜା ଆମର ଚକ୍ରବର୍ତ୍ତୀ ମଙ୍ଗରାଜଙ୍କ ଚେଷ୍ଟାରେ ଏଠି ମନ୍ଦିର ହେଇଥିଲା। ଆଉ ସେଇଦିନଠୁ ମନ୍ଦିର ହେଇଛି, ଆଉ ମନ୍ଦିର ପୂଜା ରୀତି ନୀତି ସବୁ ଚାଲି ଆସୁଛି। ତେଣୁ ସୁରକ୍ଷା ପାଇଁ ବ୍ୟବସ୍ଥା ହେଇଛି। ଆମ ଅଞ୍ଚଳର ପ୍ରଶାସନ ଆଉ ପୋଲିସ ଅଧିକାରୀ, ଫାୟାର, ଇଲେକ୍ଟ୍ରିକ୍ ବାଲା, ମେଡ଼ିକାଲ ସବୁ ଆସିକିରି ଏଠି ସଜାଗ ସମସ୍ତେ ଅଛନ୍ତି। କାରଣ ବହୁତ ଲୋକ ହେବେ ତ, ହାରାହାରି 40,000 ଲୋକ ହେବେ। ତେଣୁ ସମସ୍ତେ ଏଠି ଅଛନ୍ତି। ଆମେ ବି ଏଠି ଖାଦ୍ୟପେୟର ବ୍ୟବସ୍ଥା କରିଛୁ। ଆପଣମାନେ ଜାଣିଥିବେ କିମ୍ବଦନ୍ତୀରେ କଥା ଅଛି, ଯିଏ ଯିବ ସରବନ୍ତ ପଥର ପଡ଼ିବ ଅଲବତ। ତେଣୁ ଏଠି ଆସିବେ ଯିଏ, ସେ ସମସ୍ତେ ପ୍ରସାଦ ପାଇବେ। ଆଉ ଠାକୁରଙ୍କ ଦେଖିବେ ପୁରୀରେ ଯାହା ନୀତି ଚକ୍ରବର୍ତ୍ତୀ ମଙ୍ଗରାଜ ଯେଉଁ ରାଜା ଥିଲେ ଏଠି କରିଥିଲେ, ସେ ପୁରୀ ରାଜାଙ୍କ ପୁରୀ ଯେତେବେଳେ ଦିବ୍ୟସିଂହ ମହାରାଜ ବର୍ତ୍ତମାନ ଅଛନ୍ତି, ସେତେବେଳର ରାଜା ଏଠି ଆସି ଯେଉଁ ପୁରୀ ନୀତି ରୀତି ଅନୁସାରେ ଏଠି ସବୁ ନାଜିମନ୍ତ ଆଉ ସେବକ ସବୁ ଏଠି ପ୍ରତିଷ୍ଠା। ପ୍ରତିକୂଳ ପାଗ ହେଲେ ବି ଏଠି ଆସିବେ, କାରଣ ସମସ୍ତଙ୍କର ଧାରଣା ଅଛି ଆମେ ଠାକୁରଙ୍କ ଦର୍ଶନ କରିବୁ, ଆଶୀର୍ବାଦ ଭିକ୍ଷା କରିବୁ। ଆଉ ଯେ ପତ୍ର ସରବନ୍ତ ଯିବୁ ପତ୍ର ପଡ଼ିବ ଅଲବତ। ତେଣୁ ଏଠି ପ୍ରସାଦ ବ୍ୟବସ୍ଥା ହେଇଛି। ତେଣୁ ଶାନ୍ତି ଶୃଙ୍ଖଳାର ସହିତ ଏଠି ହେବ। ପ୍ରଶାସନ ଆମ ପାଇଁ ସଜାଗ। ଆଉ ସମସ୍ତ ଏ ଅଞ୍ଚଳର ଯେତେ ନେତୃସ୍ଥାନୀୟ ଲୋକ ଆଉ ପିଲାମାନେ ଆଉ ମହିଳାମାନେ, ମାଆମାନେ ସମସ୍ତେ ଏଠି ଉପସ୍ଥିତ। ସେହି ଗହଣରେ ଠାକୁର ବର୍ତ୍ତମାନ ସୁରୁଖୁରୁରେ ମାଉସୀ ମା ମନ୍ଦିରକୁ ବିଜେ କରିବେ। ପୁଣି 9 ଦିନ ବ୍ୟାପୀ ଯାତ୍ରା ପରେ ବାହୁଡ଼ା ବେଳକୁ ଠାକୁର ଏଠି ଫେରିକି ଆସିବେ। ବହିରା ଆଡ଼ଭୋକେଟ୍ ଏରସମା ବର୍ତ୍ତମାନ ସମୟରେ ଦେଖିପାରୁଛୁ ଆମେ ଦୀର୍ଘ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଛି। ଆକ୍ଚୁଆଲି ଆମର ଏଠି ଜଗନ୍ନାଥ ଆମର ଝାଡ଼ୁଆ ଜଗନ୍ନାଥରେ ପରିଚିତ। ସାରା ମାନେ ଏଠି ଏରସମାବାସୀ ଆଉ ବାଲିକୁଦାରୁ ମଧ୍ୟ ଭକ୍ତ ଆସନ୍ତି। ଆଉ ଆଜିର ଯେଉଁ ପାଗ ତ ବହୁତ ବର୍ଷାର ପାଗ ଅଛି, ତା ପରିବର୍ତ୍ତେ ମଧ୍ୟ ସମସ୍ତ ଶ୍ରଦ୍ଧାଳୁମାନେ ଉତ୍ସାହ ସହକାରେ ଆସି ଆମର ଠାକୁରଙ୍କ ଦର୍ଶନ କରୁଛନ୍ତି ଆଉ ରଥ ଟଣାର ଉପଭୋଗ କରିବେ। ଆଉ ଆମେ ମଧ୍ୟ ଏତେ ବର୍ଷାରେ ମଧ୍ୟ ପଡ଼ିକି ଆସିଛୁ, କାରଣ ଏ ଠାକୁରଙ୍କର ବହୁତ ମହିମା ଅଛି। ଆଉ ପ୍ରତ୍ୟେକ ଯେଉଁ ଶ୍ରଦ୍ଧାଳୁମାନେ ଆସନ୍ତି କିଛି ନା କିଛି ମାନସିକ ରଖିକି ଆସନ୍ତି କି ନାଇଁ ରଥରେ ଯେହେତୁ ଜଗନ୍ନାଥ ବାହାରକୁ ଆସୁଛନ୍ତି ଆଉ ସମସ୍ତଙ୍କୁ ଦର୍ଶନ ଦେବେ, ବଡ଼ଦାଣ୍ଡରେ ସମସ୍ତଙ୍କୁ ଦର୍ଶନ ଦେବେ। ସେଥିପାଇଁ ସମସ୍ତ ଦର୍ଶକମାନେ ଯେଉଁ ଶ୍ରଦ୍ଧାଳୁମାନେ ଆସିକି ପହଞ୍ଚନ୍ତି, ଦୂର ଦୂରାନ୍ତରୁ ଆସନ୍ତି। ସରବନ୍ତ ଜଗନ୍ନାଥ କହିଲେ ବହୁତ ନାଁ ଅଛି ଆମର, ତ ସେଥିପାଇଁ ଏଠି ଭକ୍ତମାନଙ୍କ ସମାଗମ ହୁଏ। ଆଉ ଏ ଯେଉଁ ବ୍ୟବସ୍ଥା ଯେଉଁ ଅଛି ଆମର, ଯେଉଁମାନେ ଏଠି ପରିଚାଳନା କମିଟି ଅଛି, ସୁନ୍ଦର ଭାବରେ ପରିଚାଳନା କରନ୍ତି। ଏବଂ ଆଜିର ଯେଉଁ ଶ୍ରଦ୍ଧାଳୁମାନେ ଏଠିକି ଆସନ୍ତି ସେମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ଥାଏ। ଆଉ ମୁଁ ଧନ୍ୟବାଦ ଦେବି ଆମର ଯେଉଁମାନେ ଅଛନ୍ତି ପରିଚାଳନା କମିଟି, ସେମାନଙ୍କୁ ମୁଁ ଅନ୍ତର ସହକାରେ ଧନ୍ୟବାଦ ଦେବି, ଯେହେତୁ ସେମାନେ ସୁଚାରୁ ରୂପେ ଅନୁଷ୍ଠାନକୁ ଚଳେଇ ଆସିଛନ୍ତି ବର୍ଷ ବର୍ଷ ଧରିକି। ଆଉ ଆଜି ଯେଉଁ ରଥଯାତ୍ରା ଏଠି ହେଉଛି, ରଥଯାତ୍ରାରେ ବହୁ ଆଡ଼ମ୍ବର ସହକାରେ ରଥଯାତ୍ରା ହୁଏ। ଆଉ ସେଇ କମିଟିର ସମସ୍ତ ମେମ୍ବରମାନଙ୍କୁ ମୁଁ ଧନ୍ୟବାଦ ଦେବି। ଆଉ ଏତିକି କହୁଛି। ପ୍ରତୀକ୍ଷା ରହିଥିଲା ନିଶ୍ଚିନ୍ତ ଭାବେ ଇଏ ପାଗ ରଥଯାତ୍ରା ମାନେ ବର୍ଷା ହେବ। ବର୍ଷା ନହେଲେ ଭକ୍ତ ଯେଉଁମାନେ ଆସିବେ କିଭଳି ଭାବରେ ଗରମ ଆଗରୁ ହେଉଥିଲା, ଏଇ ଯେଉଁ 2-3 ଦିନର ଯେଉଁ ପାଗ ରହିଛି, ନିଶ୍ଚିନ୍ତ ମାନେ ଆମେ ଭକ୍ତମାନଙ୍କୁ ସୁହାଇବ। ମଣିମାଙ୍କର ଇଚ୍ଛା, ସେ ତ ମୌଡ଼ମଣି କାଳିଆ ସାନ୍ତ, ସେ ଯାହା ଚାହିଁବେ ସେଇଆ ହେବ। ବର୍ତ୍ତମାନ ଚାହିଁଲେ ଖରା ହେବ, ବର୍ତ୍ତମାନ ଚାହିଁଲେ ବର୍ଷା ହେବ। କିନ୍ତୁ ଦେଖନ୍ତୁ ସକାଳର ପାଗଠୁ ଏବେ ପାଗର ବହୁତ ପରିବର୍ତ୍ତନ ଆସିଛି। ନିଶ୍ଚିନ୍ତ ଭାବେ ଇଏ ଯେଉଁ ଆମର ଜଗନ୍ନାଥ ଯେତେବେଳେ କଳାପାହାଡ଼ ଆକ୍ରମଣ କରିଥିଲେ, ଝାଡ଼ୁଆ ଜଗନ୍ନାଥ କୁହନ୍ତି, ତେଣୁ ସେ ଆସି ଏଠି ଲୁଚିଥିଲେ। ଆମର ପ୍ରଥମ ଦିନ ରଥ ହୁଏ, ଦ୍ୱିତୀୟ ଦିନ ଗଡ଼କୁଜଙ୍ଗରେ ରଥ ହୁଏ, ସୁଭଦ୍ରା ଋଷିଥିଲେ ବୋଲି।
तेणु निश्चिंत भाव भक्तों समागम बढ़िबो जो भली भाव हजार हजार भक्त हुंती धीरे धीरे भक्त आसिले आज ये प्रसाद सेवन महाप्रसाद व्यवस्था कराइला सब ठीक ठाक चली से कालिया सामंत कार्यक्रम केवे बेत्रुटी हम ना निश्चिंत भाव दिव्य दर्शन ये जो आमर संस्कृति हिंदू संस्कृति आम जो ओडिया भितर जो जगन्नाथ प्रति जो प्रेम भाव विभल ये निश्चिंत भाव आखिर अश्रु झुआला भाया जिनिस गोटे वर्ष पर आज श्रीगुंडीचा महाप्रभु जगन्नाथ समस्त भक्त मान दर्शन देवे सेटा तार भाव विभल कहला माने कही हेनी भाषा वर्णना करी हेनी निश्चिंत भाव आम घर ये निश्चिंत भाव आम ये जो मंदिर ये शह शह वर्षर पुराणा मंदिर ये स्वतंत्र ऐतिह्य किंवदंती यार रही आम एरसमार परिचय कहले ये आमर सरबंत आ गड़कुजंग ये दुईटाक माटी आमको आध्यात्मिकर परिचय दिए एरसमार परिचय दिए कारण जगन्नाथ संस्कृति जगन्नाथ दारू कलापहाड़ आक्रमण पर जगन्नाथ दारू आग रहा आसी विश्वर महांती द्वारा आसिक गड़कुजंग तापर किछि टाइम ये झाड़ जंगल आसी रही बोली आंकु झाड़ुआ जगन्नाथ बोली कहती तेणुक ये हजार हजार संख्यार दर्शक आउ महा आनंद महा उत्सवपूर्ण भाव में आसिक जोग दियंती आज वर्षार भी आप उपलब्धि करते जे जगन्नाथ रीतिनीति अनुसार लोकंर आग्रह उत्साह सेमती भरी व्यवस्था बहुत भल रही वर्षार प्रतिकूल पागे भी व्यवस्था जयंती जगन्नाथ रीतिनीति हवा कथा होमती दर्शक भिड़ हवा कथा नहीं आमर आरक्षी महोदय जे एरसमा तांकर जेतिकी करबा कथा पुलिस तरफ से करा तेणुक शांति श्रृंखला रखापी ढेर जेतिक करबा कथा से कर